पद्मावती लोके कहते ए प्रतापगढ़ राज्यर महाराणी चंद्रावती का मौसी झिया पद्मावती कुआड़े भारी सुंदरी मुझे सतरे देखा एत सुंदरी हाँ हाँ मुझे देखा भारी सुंदरी मुरा प्रतापगढ़ राज्यर राजा एकमात्र गेले शाली नीला नीला आकाश रे चंद्र हसे तारा मेले कणई कणई मते लुचि देखुछि सुंदरी मो पद्मावती सुंदरी मो पद्मावती सुंदरी मो पद्मावती सुंदरी मो पद्मावती पितामाता मोर आर बारी को चलीगला ए प्रतापगढ़ राज्यर राणी चंद्रावती मौसी झिया भौणी हिसाब से मत पाखक आणिले आश्रय भी देले कौन मत कम करना से मो 10 वर्षर थी ए 22 वर्षर युवती 22 पाहाचे चढ़ी मु सरी कि देखुची राणी चंद्रावती मत आग भली स्नेह श्रद्धा करूना कि भल भी पाऊना हाँ मत दिन राति चाकराणी भली खटाऊँच जो दिन ठारू राणी चंद्रावती गर्भवती अच्छा ना सतरे से दिन ठारू मत दिन राति खटाऊँच घर बड़ खुबर कथा लो कही हेउ नाही किछि बड़ को कहिब निजर बोली तो से माने कहिबे छी छी के तुम्हें एमिति कहिबार माने ये मालो पद्मावती ये देखी तुमर रीति गति घूरी जाउची मती हाँ ये मिलू नहीं प्रीति हेले मालो राजा तुमको घर को नहीं आसिला अवश्य ठीक कला
কিন্তু বাণিজ্য নথিলে কি কিଏ লাভ করে ইয়ে লাভ ଥିଲେ ସିନା ମା ବାଣିଜ୍ୟ କରିବେ ହେଲେ ମା ଏବେ ଦେଖୁନୁ ତୋତେ କେମିତି ଚାକରାଣୀ ଭଳି ଖଟେଇବା ଆରମ୍ଭ କରିଦେଲାଣି ହେଲେ ମା ଇଏ ତମକୁ ଚାକରାଣୀ ଭଳି ଖଟେଇବା ତ ଆରମ୍ଭ କଲାଣି ହେଲେ ତମେ ଯୋଉ ଭଲ ଲୋକ ବୋଲି କହୁଛ ନା ମା ଜମାରୁ ଭଲ ଲୋକ ନୁହନ୍ତି ଇ ମା ହଁ ଏ କଣ କହୁଛ ମୋ ବାପା ମା ମରିଗଲା ପରେ ଏ ଅନାଥ ଝିଅଟାକୁ ରାଜା ଉରାଣୀ ମାନେ ମୋ ବାପା ଭିଣୀ ତାଙ୍କ ପାଖକୁ ଆଣିଲେ ହଁ। ଆଶ୍ରୟ ବି ଦେଲେ ଠିକ କଥା। କୌଣସିରେ ମୋତେ କମ୍ କରିନାହାନ୍ତି ମୁଁ କଣ ତାଙ୍କ ପାଇଁ ଏତିକି ଟିକେ କରିପାରିବିନି ନାଇଁ ତମେ କରିପାରିବ ମା ହେଲେ ତମେ ଯୋଉ ରାଜାକୁ ଭଲ ଲୋକ ବୋଲି କହୁଛ ନା ମା ତେରିକି ଇଏ ଶଳା ରାଜା ପରା ଭଲ ଲୋକ ଖାଲି ଦେଖେଇ ହଉଛି ତମ ବାପା ମାଙ୍କୁ ଶଳା ରାଜାଟା ମାରି ଦେଇଛି ଅରେ ମା ବିଷ ଦେଇ ମାରି ଦେଇଛି କେବଳ ତମକୁ ରକ୍ଷିତା କରିବା ପାଇଁ ନେଇ ଆଣିଛି ରେ ମା ହଁ ଆଉ ବିଷ ଦେଇ ତ ମାରିଛି କେବଳ ମାରି ଦେଇନି ରେ ମା ଅସାଧ୍ୟ ରୋଗର ବାହାନା କରିଦେଇଛି ହେଲେ ମା ତମେ ମୋତେ ଭଲ ଭାବ ନା ଖରାପ ଭାବ ମୁଁ ତମର ମଙ୍ଗଳ ଚାହୁଁଛି ରେ ମା ମୁଁ ତୁମର ଶୁଭ କାହିଁକି ବେଲ ଥାଉ ହୁଅ ସାବଧାନ ନହେଲେ ଯିବ ନାକ କାନ ତମେ କଣ ସତ କହୁଛ ହଁ ମୁଁ ତାହେଲେ ସେ ରାଜା ଉରାଣୀଙ୍କ ପେଟରେ ଏତେ ଛନ୍ଦ ଆରେ ମା ହଁ ଆଗକୁ ଆହୁରି ଅନେକ ଅଛି ତମେ କଣ ହିସାବ କରିପାରିବ ଆରେ ମା ଯେତେ ବଡ଼ ସମସ୍ୟା ହେଉନା କାହିଁକି ତମେ ଛୋଟ ଘରର ଝିଅ ନୁହଁ ମା ହେଲେ ପ୍ରେମ ହେଉଛି ସବୁ ସମସ୍ୟାର ସମାଧାନ ତମକୁ ମୁଁ ଗୋଟିଏ କଥା କହିବି ମା ଲାଜ କରନି ମୁଁ ତମ ବାପା ବୟସର ତୁମ ଝିଅ ଭଳି ହେଲେ ମା ଏତେ ସୁନ୍ଦର ରୂପ ରଖିଛ ଏତେ ସୁନ୍ଦର ଯୌବନ ବି ରଖିଛ ହେଲେ କି ଲାଭ କୋଉ ଜଣେ ବଳିଷ୍ଠ ଟୋକାଙ୍କୁ ତମ ପ୍ରେମ ଜାଲରେ ଫସାଅ ତାହେଲେ ଯାଇ ତମେ ରାଜାଙ୍କୁ ବଦଲା ନେଇପାରିବ ଛି ତମେ ଏମିତି ଚାଲିଯାଅ ତମେ ମୋ ବାପା ବୟସର ହେଇ ଏମିତି କଥା କହିପାରୁଛ ତମକୁ ଲାଜ ଲାଗିବା କଥା ତମେ ଏଠୁ ଯାଅ ନଚେତ ମୁଁ ଭୁଲିଯିବି ତମେ ଜଣେ ବୃଦ୍ଧ ବ୍ୟକ୍ତି ବୋଲି ଆରେ ଯାଅ କହିଲି ପରା ଆରେ ଯାଅ लवले आमे कौन एते खराब आलो मामू की सीना तोड़ीदेल हेले प्रथमे भणजा को थरे देख तापर तम विवेक विचार अनुसार निष्पत्ति नब ना हाँ तापर तम विवेक विचार अनुसार निष्पत्ति नब ना तापर तम विवेक विचार अनुसार निष्पत्ति नब ना ए कौन भावुच ନାଇଁ ନାଇଁ ତ ओ ताहले कौन देखुच ଦେଖୁଛି ବଳିଷ୍ଠ ବାହୁ ପ୍ରଶସ୍ତ ବକ୍ଷ ଆକର୍ଷଣୀୟ ଚିହିରା ओ ताहले बाह्य अंग देखि एतिकी कहि पारिल किंतु ए अंतरर भाव आ भावना को पढ़ी पारिन कि जाने पारिन ମାନେ मानेटा हला मो हृदय कथा कहूची मो हृदय होची गोटाए खोला हृदय ହଁ मो हृदय रे तुमरी सत्ता अनुभव करे सतरे मो हृदय रे खाली तमे ही तमे ମାନେ मानेटा हला कोइली गाऊ अछि
ଫଗୁଣ ଆସିଅଛି ମେଘ ଉହାଡ଼େ ଜହ୍ନ କଣେଇ ଦେଖୁଅଛି ସେ ଲାଗି ଆଜି ପ୍ରେମିକ ସାଜି ସେ ଲାଗି ଆଜି ପ୍ରେମିକ ସାଜି ତୁମ ପାଖେ ଆସିଛି ତୁମକୁ ଭଲ ପାଉଛି ତୁମକୁ ପ୍ରେମ କରୁଛି স্বপ্ন দেখিল ঘরে প্রেমর সাম্রাজ্য গড়িছি তোলে তোমার রঙিন স্বপ্ন দেখিল ঘরে প্রেমর সাম্রাজ্য গড়িছি তোলে প্রেম হিত পূজা প্রেম ঈশ্বর প্রেমরে হেবি তোমার যেবেঠারু দেখিছি মନରେ କିଛି କିଛି ଅନୁଭବ ହେଉଛି ସେ ଲାଗି କହୁଅଛି ତୁମ ପ୍ରେମରେ ତୁମ ସ୍ନେହରେ ତୁମ ପ୍ରେମରେ ତୁମ ସ୍ନେହରେ ବାନ୍ଧି ହେବି ଭାବୁଛି କ'ଣ ହେଇଛି ଜାଣିଛ ତୁମକୁ ଭଲ ପାଉଛି ତୁମକୁ ପ୍ରେମ କରୁଛି ଆଲୋ ଆସ ଜଣା ନାହିଁ ଏପର୍ଯ୍ୟନ୍ତ ତମ ପରିଚୟ ବି ଜାଣିନି ତମେ କିଏ କ'ଣ କର ଏତେ ବଡ଼ ନିଷ୍ପତ୍ତି ନେଇପାରିଲ କେମିତି ମୁଁ କିଏ ତମେ ଜାଣିନ ମୁଁ ହଉଛି ରାଣୀ ଚନ୍ଦ୍ରାବତୀଙ୍କ ମାଉସୀ ଝିଅ ପଦ୍ମାବତୀ ରାଜା ଯଦି କଥା ଜାଣିବେ ନା ତାହେଲେ ତମ ତଣ୍ଟିକୁ କାଟି ହାତରେ ଧରେଇ ଦେବେ ଲଭଲି ଲଭଲି ଆଲୋ ଜାଣିଛି ବୋଲି ତ ଏତେ ବଡ଼ ନିଷ୍ପତ୍ତି ନେଇଛି ମୁଁ ହେଉଛି ପ୍ରତାପ କେଶରୀଙ୍କ ଅଙ୍ଗରକ୍ଷୀ ବାଘେଶ୍ୱର ବାଘା ଚୁପ୍ କର ତମେ ଝିଅ ହଉନା କାହିଁକି ଏଠି ଚାଲିଯାଅ ପ୍ରେମ କରିବାକୁ ଆଉଲୋ ମୋତେ ମନ ନାହିଁ ଜମା ପ୍ରେମ ପ୍ରେମ କିଛି ଜାଣେ ନା ମହି ତାର କରନା ପ୍ରେମ କରିବାକୁ ଆଉଲୋ ମୋତେ ମନ ନାହିଁ ଜମା ପ୍ରେମ ପ୍ରେମ କିଛି ଜାଣେ ନା ମହି ତାର କରନା ପ୍ରେମରେ କେତେ ଯେ ରହିଛି ବାହାନା ପ୍ରେମରେ ଅଛି ଛଳନା ଆଜିକାଲି ପ୍ରେମ ଅଡ଼େଇ ଦିନିଆ ସେ ପ୍ରେମ କରିବି କିଆଁ କୁହନା ଆଉ କୁହନା ମୋତେ କୁହନା ଭଲରେ ଭଲରେ କହିଦେଉଛି
ସବୁ ଜଳନ୍ତା ନିଆଁ କୁହନା ଆଉ କୁହନା କିଛି କୁହନା ଫେରି ଯାଅ ଘର ନ କରି ପଟାଳ ରୋହିତ ରଚନା ପ୍ରେମ କରିବାକୁ ଆଉଲ ମୋତେ ମନ ନାହିଁ ଜମା ଯା ମୁଁ କହିଲି ପରା ତମେ ଏଠୁ ଚାଲିଯାଅ ନଚେତ ମୁଁ ରାଜାଙ୍କ ପାଖରେ କହିଦେବି ହଁ ହଁ ସେ ନିଶ୍ଚୟ ତମ ମୁଣ୍ଡକୁ କାଟି ହାତରେ ଧରେଇ ଦେବେ ହଁ କ'ଣ ହେଲା ରାଜା ମତେ ମୁଣ୍ଡ କାଟି ତମ ହାତରେ ଧରିଦେବେ ହଁ ତମେ ଯଦି ଏଠୁ ନ ଗଲ ନା ତାହେଲେ ମୁଁ ସତରେ ରାଜାଙ୍କ ପାଖକୁ ଯାଇ କହିଦେବି ତମ ମୁଣ୍ଡକୁ କାଟୁ ହାତରେ ଧରେଇ ଦେବେ ये राजा घर बोली केते देखई होउच मा राजा रानी तुमको जो स्थान रे आनी रखीदेले टिके विचार करो अरे माँ तुम्हें जो राजा रानी को विश्वास करुच से राजा रानी पर तुमको चाकरानी करी खटई सारे हाँ हाँ आउ जो राजा रानी को तुम्हें विश्वास करुच माँ कौ दिने तुम भल मंद इच्छा अनिच्छा केबे बुझीची केवल तुमको माँ रक्षिता करी रखा से उद्देश्य रखी तू भल मंद किछि नाही माँ भल मंद किछि नाही अरे माँ ତମେ କ'ଣ ସତ କହୁଛ अरे माँ ସତରେ तमें खराब भावनी माँ मु तुम बापा परी तुमको गोटे कथा कहूँ माँ तमें मो भणजा सहित प्रेम संपर्कटा रख देखिब से प्रेम संपर्क माध्यम तुम सब उद्देश्यटा अचिरे पूर्ण हो तुमर जदि भाग्य अच्छी तो ताहले राजसुख भोग कर माँ हाँ आउ मु किछि कहि पारिबिनी माँ मु चलिली अरे रुह नहीं ତମେ ଏଠୁ ଯାଅ ନା मु जाउची अरे रुह रुହ କହିଲି ପରା आमे चलिलु रुହ ତମେ ବୋଧେ ମୋତେ ଖରାପ ଭାବିଲ ନାଇଁ ଭଲରେ ଖରାପ ନ ଆସିବ ବୋଲି ଭଲ ପାଏ ବୋଲି କହିଛି ଥରେ ଭଲରେ ଭଲରେ ଭଲ ପାଉଥିବି ଭୁଲିବିନି କେବେ ଏ ଜୀବନରେ ତମେ କ'ଣ ସତ କହୁଛ ତମେ କ'ଣ ସତରେ ମୋତେ ଏତେ ଭଲ ପାଅ ହଲୋ ମୁଁ ତମକୁ ବହୁତ ଭଲ ପାଏ ସତରେ ସତ କହୁଛି ମୁଁ ବି ମୋ ଜୀବନଠୁ ଅଧିକ ତମକୁ ଭଲ ପାଏ ଓ ଆଜିଠୁ ତମର ମୋର ପ୍ରେମର ସମ୍ପର୍କ ରହିଲା ନିଶ୍ଚୟ ମୁଁ କଥା ଦଉଛି କୌଣସି ପରିସ୍ଥିତିରେ ବି କେହି କାହାକୁ ଧକ୍କା ଦେବିନି ହେଲା ଓ ମୁଁ ମଧ୍ୟ ତମକୁ କଥା ଦଉଛି ଆମ ଏ ମିଳନ ଯୁଗ ଯୁଗର ସତରେ ଏବେ ଆସ ଏହି ନିରୋଲା ପୁଷ୍ପ ଉଦ୍ୟାନରେ ଟିକେ ମନ ଭରି ଉପଭୋଗ କରିବା ହେଲୋ ଆସ ନା ଆରେ ଆସ ଆସ
ଯଥାଶୀଘ୍ର ରାଣୀ ଅନ୍ତପୁରରେ ହାଜିର ହୁଅ। ରାଣୀ ଚନ୍ଦ୍ରାବତୀଙ୍କ ଗର୍ଭବେଦନା ଆରମ୍ଭ ହୋଇଗଲାଣି। ତେଣୁ ମୁଁ ଆସୁଛି ପ୍ରିୟ। ତେଣେ ରାଣୀ ମାଙ୍କ ବୋଧେ ଗର୍ଭବେଦନା ଆରମ୍ଭ ହେଇଗଲାଣି। ମୁଁ ଆସୁଛି। ଶୁଣ 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 ଶୁଣ। ଆଗ ମୁଁ ପୁରା କଥାଟା ଶୁଣିନିଅ। ଶୁଣ, ରାଣୀ ଶିଶୁପୁତ୍ରକୁ ଜନ୍ମ ଦେଲା ପରେ ରାଣୀ ଚନ୍ଦ୍ରାବତୀକୁ ତଣ୍ଟି ଚିପି ମାରିଦବ। ପାରିବିନି, ମୁଁ ପାରିବିନି। କଣ ହେଲା? ଏତିକି ଟିକେ କାମ କରିପାରିବନି? ମନେ ରଖ, ଏଇ ରାଣୀ ଚନ୍ଦ୍ରାବତୀ ତମ ବାପା ମାଙ୍କୁ ବିଷ ଦେଇ ମାରି ଦେଇଥିଲେ। କଣ ଏତିକି ଟିକେ କରିପାରିବନି? ତାହେଲେ ତମ ବାପା ମାଙ୍କ ତୃପ୍ତ ଆତ୍ମା କେବେ ମଧ୍ୟ ଶାନ୍ତି ପାଇବନି। ଆଉ ମୁଁ ବୁଝିଯିବି ତମେ ତମ ବାପାର ଝିଅ ନୁହଁ। ନା, ମୁଁ ପାରିବି। ମୁଁ ମୋ ବାପାର ଝିଅ। ମୁଁ ପାରିବି। ରାଣୀ ଚନ୍ଦ୍ରାବତୀ ମୋ ଭଉଣୀ ହେଲେ ବି ପ୍ରସବ ସମୟରେ ତାଙ୍କୁ ମୁଁ ତଣ୍ଟି ଚିପି ମାରିଦେବି। ତାହେଲେ ମୁଁ ଆସୁଛି। ଓ ବାଘା ବାଘେଶ୍ୱର ବାଘା ପାଦ ଉଠେଇଲେ ଭୂମିକମ୍ପ ହୁଏ, ହାତ ଉଠେଇଲେ ଦଙ୍ଗା। ମହାରାଜା ପ୍ରତାପ ବିଷୟରେ ସ୍ୱପ୍ନର ସୁଖା କଳ୍ପନା କରିପାରିବନି। ତୋର ସୁନାର ସଂସାରକୁ ବର୍ବାଦ କରିବା ପାଇଁ ତୋର ଅଙ୍ଗ ରକ୍ଷେ ବାଘେଶ୍ୱର ବାଘ ତା ଜୀବନକୁ ବାଜି ରଖେଇছে। ଯା ପଦ୍ମାବତୀ ଯା, ଓ ମାଧ୍ୟମରେ ମୁଁ ହାସିଲ କରିବି ଓ ସ୍ୱପ୍ନର ସୌଧ। রাজা শত্রু হেলে প্রজা ওই অনাথ। প্রজা শত্রু হেলে রাজা পতন নিশ্চিন্ত। শীঘ্র যায় নিজ কার্য লাগি পড়ে।